ନମସ୍କାର ନିଆଳି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବନ୍ଦେ ମାତରମ୍ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସମ୍ପୂର୍ଣ୍ଣ ଭାରତବର୍ଷରେ ଅନୁଷ୍ଠିତ ହେଉଥିବା ବନ୍ଦେ ମାତରମ୍ ସଙ୍ଗକୁ ଆମେ କେମିତି ଆହୁରି ଆଦୃତ କରିପାରିବା, ସେଥିପାଇଁ ହେଉଥିବା କାର୍ଯ୍ୟକ୍ରମରେ ଆଜି ନିଆଳି ମଧ୍ୟ ସାମିଲ ହୋଇଥିଲା। ନିଆଳିର ନୀଳବଣୀ ହାଇସ୍କୁଲରେ ହେଉଥିବା ଗୋଟିଏ ଉତ୍ସବରେ ଆମ ମାନ୍ୟବର ବିଧାୟକ ଛବି ମଲ୍ଲିକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବନ୍ଦେ ମାତରମ୍ ସଙ୍ଗୀତର ମାହାତ୍ମ୍ୟ ଓ ତାର ଐତିହ୍ୟ ବୁଝାଇଥିଲେ। ନିଆଳିର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଏବଂ ପ୍ରଶାସନିକ ଅଧିକାରୀମାନେ ଏହି ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ପୂର୍ବରୁ ଆମ ଭାରତର ଅନେକ ଐତିହ୍ୟ ଓ ପରମ୍ପରା ହଜିଯାଉଥିବା ବେଳେ ଏବେ ଯାହା ହେଉ ଏହାକୁ ସଂରକ୍ଷିତ କରିବାକୁ ପ୍ରୟାସ କରିଥିବାରୁ ଆମେ ପ୍ରଶାସନ ଏବଂ ସରକାରକୁ ଧନ୍ୟବାଦ ଦେବୁ। ଆଜି ଯୋଉ ଉତ୍ସବର ଐତିହ୍ୟର ଗୋଟେ ଆମର ଯୋଉ ପରମ୍ପରା ରହିଛି, ଯୋଉ ଆଜି ଏଇଟା ଆଗରୁ ପାଳନ ହଉନଥିଲା, ଯାହା ହଉ ଆମର ବିଜେପି ସରକାର ଆସିଲା ପରେ ଏଇଟା ଗୋଟେ ପାଳନ ହବା ଆରମ୍ଭ ହେଲା। କଣ କହିବା? ଏଇଟା ସାରା ଭାରତ ବର୍ଷରେ ହଉଛି। ଆପଣଙ୍କର ବନ୍ଦେ ମାତରମ୍ ଗୋଟେ ପ୍ରେରଣା, ଗୋଟେ ଉତ୍ସବ। ସ୍ୱାଧୀନତା ଦିବସ ଯୋଉ ହଉଛି ଏବେ, ଆଜି ଆମେ ସ୍ୱାଧୀନ ପାଇଛେ। ଯେତେବେଳେ ସ୍ୱାଧୀନତା ପାଇଁ ବୀର ପୁରୁଷ ମାନେ ଲଢେଇ କରୁଥିଲେ, ସେତେବେଳେ ଆମର ବଙ୍କିମ ଚାଟାର୍ଜୀ ଆକୁ ରଚନା କରିଥିଲେ ଏବଂ ରବୀନ୍ଦ୍ରନାଥ ଠାକୁର ଏଇଟାକୁ ବୋଲିଥିଲେ। ଏଇଟା ନଭେମ୍ବର 7, 1875 ମସିହାରେ ଆନନ୍ଦ ମଠରୁ ଏଇଟା ପ୍ରକାଶିତ ହୋଇଥିଲା। ଏବଂ ତାପରେ ଏଇ ଗୀତ ଯେତେବେଳେ ବାଜିଥିଲା, ସେତେବେଳେ ବ୍ରିଟିଶ ସରକାର ମାନେ ଏଇ ଗୀତର ପ୍ରେରଣାକୁ ଦେଖିକି ଯେତେବେଳେ ଲୋକମାନେ ଉତ୍ସାହ ହେଇକିରି ବୋଲିକିରି ଗଲେ, ଆନ୍ଦୋଳନ କଲେ, ସେତେବେଳେ ବ୍ରିଟିଶ ସରକାର ଏକୁ ବନ୍ଦ କରିଦେଇଥିଲେ। ତା ପର ମୁହୂର୍ତ୍ତରେ ଏଇଟା ପୁଣି ଆରମ୍ଭ ହୋଇଥିଲା। ସେତେବେଳେ ଦିଟା ନାରା ଥିଲା, ଗୋଟେ ହଉଛି ଇନକିଲାବ ଜିନ୍ଦାବାଦ ଥିଲା, ଆଉ ବନ୍ଦେ ମାତରମ୍ ଗୀତଟା ଥିଲା। ସେ ଧାଡି ଯାତ୍ରା ହଉ କିମ୍ବା କୌଣସି ପ୍ରକାରର ଆନ୍ଦୋଳନ କରାଗଲେ ଏଇ ଗୀତକୁ ବୋଲା ହେଉଥିଲା। ତେଣୁ ଆଜିକୁ ଏଇ 25 ମସିହାକୁ ନଭେମ୍ବର 7କୁ ଏଇଟା 150 ବର୍ଷ ପୂରଣ ହେଇଛି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଇ ଗୀତକୁ ଆଗାମୀ ଯୁବପିଢି ମାନେ କେମିତି ପ୍ରେରଣା ପାଇବେ, କେମିତି ଦେଶାତ୍ମକ ବୋଧ ତାଙ୍କର ରହିବ, ସେଥିପାଇଁକା ସାରା ଦେଶରେ ଆଜି ଏ ଗୀତକୁ ବୋଲା ଯାଉଛି। ଏବଂ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆକୁ ଆହ୍ୱାନ ଦେଇଛନ୍ତି ଯେ ପ୍ରତ୍ୟେକ ସ୍କୁଲରେ ଏ ଗୀତ ସବୁ ପିଲାମାନେ ଏଇଟାକୁ ପ୍ରାର୍ଥନା ବେଳେ ବୋଲନ୍ତୁ। ତେଣୁ ଏହା ହିଁ ଏହାର ଉଦ୍ଦେଶ୍ୟ, ଆଉ କିଛି ନାହିଁ। ଧନ୍ୟବାଦ। ଆଜି ଯୋଉ ଆସିଲା, ଆଜି ତମମାନଙ୍କୁ କିଛି ଶିକ୍ଷା ମିଳିଲା ତ? ଆଉ ମୁଁ କହିବି ଆମେ ଆପଣଙ୍କ ସ୍ୱର, ଆପଣମାନେ କହିବେ ଆମେ ଆପଣଙ୍କ ସ୍ୱର।